ଶ୍ରୀମଦ୍ଭାଗବତ ଷଷ୍ଠ ସ୍କନ୍ଦ ଷଷ୍ଠ ଅଧ୍ୟାୟ। ଶୁଣ ରାଜନ ଏ ଅନ୍ତରେ ଶ୍ରୀଶୁକବାଚ। ଶୁଣ ରାଜନ ଏ ଅନ୍ତରେ ଦକ୍ଷ ଯେ ବ୍ରହ୍ମାଙ୍କ ଆଜ୍ଞାରେ ଭାର୍ଯ୍ୟା ଆସିକ୍ନିଙ୍କର ତୁଲେ 60 କନ୍ୟା ଜନ୍ମାଇଲେ। ଧର୍ମକୁ ଦେଲେ କନ୍ୟା 10, କଶ୍ୟପ ଦେଲେ 13, 27 ଚନ୍ଦ୍ର କରେ ପ୍ରଦାନ କଲେ ଆନନ୍ଦରେ। ଭୂତ ଅଙ୍ଗିରା କୃଷାଙ୍କୁ ବେନିଟି ଦେଲେ ତାଙ୍କୁ। ଅବଶିଷ୍ଟ 4 କନ୍ୟାକୁ ଅର୍ପିଲେ ତାର୍ଯ୍ୟ କାଶ୍ୟପଙ୍କୁ। ପ୍ରଜାପତିଙ୍କ କନ୍ୟା ଯେତେ ପୁତ୍ରବତୀ ହେଲେ ସମସ୍ତେ, ତାହାଙ୍କ ନାମ ଭିନ୍ନ ଭିନ୍ନ କହିବା ଶୁଣ ହେ ରାଜନ। ଏହାଙ୍କ ପୌତ୍ରମାନେ ପୂର୍ଣ୍ଣ ହୋଇଲେ ତ୍ରିଭୁବନେ। ଧର୍ମ ଯେ କନ୍ୟାଙ୍କୁ ଗ୍ରହଣ କଲେ ତାହାଙ୍କ ନାମ ଶୁଣ। ମୁହୂର୍ତ୍ତା ବିଶ୍ୱମରୁତ୍ୱତି ସଂକଳ୍ପା ଲମ୍ବା କୁକୁବତୀ ଜାମି ବସୁ ଯେ ଭାନୁ ସାଧ୍ୟା ଏ 10 ନାମ ପ୍ରସିଦ୍ଧା। ମୁହୂର୍ତ୍ତା ଗର୍ଭରୁ ଜନମ ମୁହୂର୍ତ୍ତିକ ସେ ଦେବଗଣ। ଏମାନେ ପ୍ରାଣୀ ହିତ ଚିନ୍ତି ସକାମ ଫଳକୁ ଦିଅନ୍ତି। ବିଶ୍ୱାର ବିଶ୍ୱଦେବଗଣ ସୁତା ଯେ ହେଲେ ନିସନ୍ତାନ। ଜୟନ୍ତ ମରୁତ୍ୱାନ 2 ମରୁତ୍ୱତିର ଗର୍ଭୁ ହୋଇ। ଜୟନ୍ତ ନାମେ ଯେତେ ସୁତ ବାସୁଦେବର ଅଂଶେ ଜାତ। ଏ ଯୁଗୁ ସଂସାର ମଧ୍ୟରେ ଉପେନ୍ଦ୍ର ନାମ ଖ୍ୟାତି ତାର। ମଧ୍ୟର ଉପେନ୍ଦ୍ର ନାମ ଖ୍ୟାତ ତାର। ସଂକଳ୍ପାର ସୁତ ତାଠାରୁ କାମ ହେଲା ଜାତ। ଲମ୍ବାର ତନୟ ବିଦ୍ୱତ ମେଘ ସକଳ ତାର ସୁତ। କୁମୁଦ ସନ୍ତାନ ସଙ୍କଟ ତାହାର ପୁତ୍ର ଯେ କିକଟ। ଦୁର୍ଭାଗୀ ମାନି ଦେବଗଣ ତାଠାରୁ ହୋଇଲେ ଜନମ। ଜାମିର ପୁତ୍ର ସ୍ୱର୍ଗ ନାମ ତାଠାରୁ ନଦୀର ଜନମ। ଭାନୁ ନନ୍ଦନ ତାହାର ପୁତ୍ର ଇନ୍ଦ୍ର ସେନ। ସାଧ୍ୟରୁ ସୁତ ସାଧୁ ଗଣ ତାତହୁଁ ଅର୍ଥ ସିଦ୍ଧ ଜନ୍ମ। ବସୁର ଅଷ୍ଟବସୁ ସୁତ କହିବା ଶୁଣ ପରୀକ୍ଷିତ। ଧ୍ରୁବାକ୍ର ଅଗ୍ନି ଦୋଷ ଦ୍ରୋଣ ବାସ୍ତୁ ଯେ ବିଭା ବସୁ ପ୍ରାଣ। ଧରଣୀ ଜାୟା ଯେ ଧ୍ରୁବର ତା ଗର୍ଭୁ ଜାତ ନାନାପୁର। ଅର୍କ ନାମେ ଯେ ବସୁର ବାସନା ନାମେ ପତ୍ନୀ ତାର। ତାତହୁଁ ତର୍ଷାଦି ତନୟ ବହୁତ ହୋଇଲେ ଉଦୟ। ଅଗ୍ନିର ଭାର୍ଯ୍ୟା ଧାରା ହେଲେ ସେ ବହୁ ପୁତ୍ର ସେ ଯେ ପ୍ରସବିଲେ। ପୁଣି ତାତହୁଁ ସ୍କନ୍ଦ ହେଲେ କୃତିକା ପୁତ୍ର ବୋଲାଇଲେ। ସର୍ବରୀ ରମଣୀ ଦୋଷର ତାତହୁଁ ଜନ୍ମ ଶିଶୁମାର। ସେ ଶିଶୁମାର ବିଷ୍ଣୁ ଅଂଶେ ଜାତ ହୋଇଲେ ବସୁ ଅଂଶେ। ଦ୍ରୋଣର ପତ୍ନୀ ଅଭିମତି ତା ଗର୍ଭୁ ହୋଇଲେ ଉତ୍ପତ୍ତି। ହରଷ ଭୟ ଶୋକ ଆଦି ଜନ୍ମିଲେ ଅଶେଷ ପ୍ରସିଦ୍ଧି। ବାସ୍ତୁ ବନିତା ଅଙ୍ଗିରସୀ ବିଶ୍ୱକର୍ମା ତହୁଁ ପ୍ରକାଶୀ। ଶିଳ୍ପ କାର୍ଯ୍ୟରେ ସେ ନିପୁଣ ଲୋକରେ ହେଲେ ସେ ଭାଜନ। ସେ ବିଶ୍ୱକର୍ମା ବିଜୁ ଜାତ ତାହା ଚାକ୍ଷୁଷ ମନୁ ନାମେ ସୁତ। ଚାକ୍ଷୁଷ ପୁତ୍ର ବିଶ୍ୱଦେବ ସାଧ୍ୟ ଗଣ ପୁଣି ଉଦ୍ଭବ। ବିଭାବସୁର 3 ସୁତ ଉଷା ଗର୍ଭରୁ ହେଲେ ଜାତ। ତାହାଙ୍କ ନାମ ଶୁଣ ନୃପ ବିଷ୍ଟ ଯେ ରୁଚିକ ଆତପ। ଏ 3 ପୁତ୍ରଙ୍କ ମଧ୍ୟରେ ଆତପ ଅଟେ ନାମ ଯାର। ମଧ୍ୟର ଆତପ ଅଟେ ନାମ ଯାର। ତାଠାରୁ ଦିବସ ଜନମ ଯାହାର ନାମ ପଞ୍ଚଜାମ। ଯାହେତୁ ପ୍ରାଣୀ ଜାଗରିତ ଶୋକମେ ହୁଅନ୍ତି ଆତ ଜାତ। ପ୍ରାଣର ଉଜ୍ଜିନସ୍ୱତୀ ନାମ ପତ୍ନୀ ଯେ ଅତି ମନୋରମା। ପତ୍ନୀ ସେ ଅତି ମନୋରମା। ତା ଗର୍ଭୁ ଏ 3 ସମ୍ଭବ ଆୟୁ ଯେ ସହ ଗୁରୁଜବ। ସେ 2 କନ୍ୟାଭୂତ ତୁଲେ ଦକ୍ଷ ସନ୍ତା ସେ ସମର୍ପିଲେ। ଏବେ ସେ ଭୂତଙ୍କର ବଂଶ କହିବା ଶୁଣ ନର ଈଶ। ସେ ଯେ ପତ୍ନୀ ସ୍ୱରୂପା ନାମେଣ ତାଠାରୁ ଜାତ ରୁଦ୍ର ଗଣ। ତାହାଙ୍କ ନାମ ଏକ ଏକ କହିବା କର ହେ ବିବେକ। ରୈବତ ଅଜବ ଭବ ଭୀମ ବୃଷା କପି ଯେ ଉଗ୍ର ବାମ। ଅଜବ ପାଦ ହି
ଥ୍ରୋନ ମହାନ ବହୁ ରୂପ ନାମ। ଏକାଦଶ ରୁଦ୍ରଗଣ ଜନ୍ମ ହେଲେ ପୃଥିରେଣ। ଅନ୍ୟ ପତ୍ନୀର ଯେହେତେ ସୁତ ପ୍ରେତ ଗଣରେ ହେଲେ ଖ୍ୟାତ। ଅଙ୍ଗିରସ ପ୍ରଜାପତିର ସୁଧା ସତୀ ଭାର୍ଯ୍ୟା ତାଙ୍କର। ପୁତ୍ର ଭାବରେ ପିତୃଗଣ ସୁଧା ଯେ କଲେ ପାଳନ। ସତୀର ଅଥର୍ବଙ୍ଗିରସ ସୁତ ହୋଇଲେ ନରେଶ। ପୁଷ୍ପାସୁ ନାମେ ପ୍ରଜାପତି ଅର୍ଚିଧା ଧିଷଣା ତାଜୁବତୀ। ଧୂମକେତୁ ଯେ ଅର୍ଚି ସୁତ ଧିଷଣା ଠାରୁ 4 ପୁତ୍ର। ଦେବଶିରା ମନୁ ବୟୁନ ଦେବକ ଏ 4 ନନ୍ଦନ। ତାକ୍ଷ ନାମରେ ଯେ କଶ୍ୟପ ତା ପତ୍ନୀ ନାମ ଶୁଣ ନୃପ। ବିନିତା ତପନୀ ଯାମିନୀ କ୍ରୋଦ୍ରୁ ଏ 4ଟି କାମିନୀ। ବିନିତା ଗରୁଡ଼ ଅରୁଣ 2 ସନ୍ତାନ କଲେ ଜନ୍ମ। ଗରୁଡ଼ ବିଷ୍ଣୁଙ୍କ ବାହନ ସୂର୍ଯ୍ୟଙ୍କ ସାରଥି ଅରୁଣ। ପତଙ୍ଗୀ ଠାରୁ ପକ୍ଷୀ ଜାତ ସଲଭ ଯାମିନୀର ସୁତ। କଦ୍ରୁର ଗର୍ଭନାଗ ଯେତେ ଉତ୍ପତ ହୋଇଲେ ସମସ୍ତେ। କୃତିକା ଆଦି ଯେତେ ରୁକ୍ଷ ଚନ୍ଦ୍ରଙ୍କ ପତ୍ନୀ ଏ ପ୍ରତ୍ୟକ୍ଷ। ନିତ୍ୟ କେବଳ ରୋହିଣୀର ପ୍ରେମରେ ବସ ଶଶଧର। ଦେଖନ୍ତେ କନ୍ୟାଙ୍କର ଦୁଃଖ ସାପ ବହିଲେ କୋପେ ଦକ୍ଷ। ସେ ସାପୁ ଯକ୍ଷ ରୋଗ ସୋମ ଦିନକୁ ଦିନ ହେଲେ କ୍ଷଣ। ଦକ୍ଷକୁ ପ୍ରସନ୍ନ କରାଇ କଳା ଲଭିଲେ ପୁଣି ସେହି। କୃଷ୍ଣ ଶ୍ଲୋକରେ ଏହି କଳା କ୍ରମରେ କ୍ଷୟ ବୃଦ୍ଧି ହେଲା। କଶ୍ୟପ ପତ୍ନୀମାନଙ୍କର କହିବା ନାମର ବିସ୍ତାର। ଯେଉଁମାନଙ୍କ ଗର୍ଭଜାତ ହୋଇଲେ ସକଳ ଜଗତ। ସେମାନେ ପ୍ରାଣୀମାନଙ୍କର ମାତା ଅଟନ୍ତି ନୃପବର। କୀର୍ତ୍ତିନି କଲେ ତାଙ୍କ ନାମ ପ୍ରାଣୀ ଲଭନ୍ତି ସୁଖ ଧାମ। ତେଣୁ ମୁଁ ତୁମ୍ଭର ନିକଟେ ଯାହାର ନାମକୁ ପ୍ରକଟେ। ଅଦିତି ଦିତି ତନୁ କାଷ୍ଠା ସୁରମା ତାମ୍ର ଯେ ଅରିଷ୍ଠା। ସୁରଭି ଇଳାତିନି ମୁନି ସରମା କ୍ରୋଧାବଶା ଘେନି। ଏହାଙ୍କର ଯେ ହେଲେ ସୁତ କହିବା ଶୁଣ ପରୀକ୍ଷିତ। ଜଳଜନ୍ତୁ ଏ 3 ଠାରୁ ସ୍ୱାପ ଦେଶର ମା ଗର୍ଭରୁ। ଗୋରୁ ମହିଷୀ ଆଦି ଯେତେ ଦିଖୁର ପଶୁ ଏ ସମସ୍ତେ। ସୁରଭି ଠାରୁ ହେଲେ ଜାତ କହିବା ଶୁଣ ତାମ୍ର ସୁତ। ସ୍ୱନ ଗୃଧାଦି ବିହଙ୍ଗମ ମୁନିର ଅପ୍ସରୀ ଗଣ। କ୍ରୋଧାବସାର ଏ ତନୟ ଦ୍ୱନ୍ଦ୍ୱ ଶୁକ ଯେ ସର୍ପଚୟ। ବୃକ୍ଷ ଇଳାଦି ଇଳାତ୍ମଜ ସୁର ସନ୍ତାନ ତନୁଜ। ଗନ୍ଧର୍ବେ ଅରିଷ୍ଟାର ପୁତ୍ର କାଷ୍ଠାର ଏକ ଖୁର ସୁତ। ତନୁ ଗର୍ଭରୁ ହେଲେ ଜାତ ଏକ ଅଧିକ 6ଟି ସୁତ। ପ୍ରଧାନ ପୁତ୍ର ଅଷ୍ଟାଦଶ ତାହାଙ୍କ ନାମ ଶୁଣ ନରେଶ। ଦ୍ୱିମୂର୍ଧା ଅରିଷ୍ଟ ସମ୍ବର ହୟଗ୍ରୀବ ଯେ ଶଙ୍କୁଶିର। ବିଭା ବସୁ ଯେ ଅୟୋ ମୁଖ ଅନୁତାପତ ବିରୂପାକ୍ଷ। ଶୁର୍ଭାନୁ କପିଳ ଅରୁଣ ପୁଲୋମା ଏକ ଚକ୍ର ଜାଣ। ବୃଷ ପର୍ବା ଯେ ଧୂମ କେଶ ଦୁର୍ଜନ ବିପ୍ରଚିତ ଶେଷ। ଶୋଭାନୁ ଦୁହିତା ସୁପ୍ରଭା ନମୁଚି ନାମ ହେଲା ବିଭା। ବୃଷ ପର୍ବାର କନ୍ୟା ଜାତ ଶର୍ମିଷ୍ଠା ନାମରେ ବିଦିତ। ନହୁଷ ପୁତ୍ର ଯଜାତିଙ୍କୁ ବିବାହ କଲେ ସେ କନ୍ୟାକୁ। ଧନୁର ପୁତ୍ର ବୈଶ୍ୱାନର 4ଟି କନ୍ୟା ହେଲେ ତାର। ସେମାନେ ପରମା ସୁନ୍ଦରୀ କହିବା ନାମ ତାହାଙ୍କରି। ହରଶିରୀ ଉପଦାନବୀ କାଳକା ପୁଲମା ସମ୍ଭବୀ। ଉପଦାନବୀ ବିଭା ହେଲେ ହିରଣ୍ୟାକ୍ଷ ଦାନବ ତୁଲେ। ହୟଶିରୀ ନାମେ ସୁନ୍ଦରୀ କର୍ତ୍ତୃର ସେଇ ହେଲା ନାରୀ। ବ୍ରହ୍ମାଙ୍କ ଆଦେଶରୁ କରି କଶ୍ୟପ ବିଭା ବେନି ନାରୀ। କଳକା ପୁଲମା ଏ 2 କଶ୍ୟପ ତାକୁ ବିବାହ ହୋଇ। ଏ 2 କନ୍ୟାଙ୍କ ଗର୍ଭରୁ ଦାନବେ କଶ୍ୟପ ବୀଜରୁ 60 ସହସ୍ର ସମ୍ଭୂତ ସର୍ବେ ହୋଇଲେ ବଳବନ୍ତ। ଇନ୍ଦ୍ରର ପ୍ରିୟ କରନ୍ତି ନିତ୍ୟ କୁକର୍ମ ଆଚରନ୍ତି। ସର୍ବଦା ଯୁଦ୍ଧେ ରତ ହୋଇ ଋଷିଙ୍କ ଯାଗ ବିନାଶଇ। ପିତୃର ପିତୃ ଯେ ତୁମ୍ଭର ଅର୍ଜୁନ।
ନାମ ତାଙ୍କର ସ୍ୱର୍ଗକୁ ଯାଇ କଲେ ନଷ୍ଟ ଦାନବ ବଳବନ୍ତ ଦୁଷ୍ଟ ଦାନବ ବିପ୍ରଚିତ ନାରୀ ସିଂହିକା ନାମଟି ତାହାରି ଏକ ଅଧିକ ସତେ ସୁତ ତାଗର୍ଭୁ ହୋଇଲେ ସମ୍ଭୂତ ରାଉତା ପ୍ରଥମ ନନ୍ଦନ ସର୍ବକନିଷ୍ଠ କେତୁ ନାମ ସେ ସର୍ବଗ୍ରହମାନଙ୍କରେ ବିଖ୍ୟାତ ହୋଇଲେ ସଂସାରେ ଏଥୁ ଅନ୍ତରେ ନୃପବର ଦିତି ବଂଶର ବିସ୍ତାର କହିବା ମନ ଦେଇ ଶୁଣ ଆପଣା ଅଂଶେ ନାରାୟଣ ଯେଉଁ ବଂଶରେ ଜାତ ହେଲେ ତାହା କହିବା ଶୁଣ ଭଲେ ଆର୍ଯ୍ୟମା ପୁଷ ବିବସ୍ୱାନ ତୁଷ୍ଟା ସବିତା ଉରୁ କୁର୍ମ କ୍ରମ ବରୁଣ ଧାତା ଭଗମିତ୍ର ଶକ୍ର ଏ ଅଦିତିର ପୁତ୍ର ବିବସ୍ୱାନଙ୍କ ରୋଷରେ ସେ ଯେ ଜାତ ସଜ୍ଞାଙ୍କ ଗର୍ଭରେ ଯେ ଶ୍ରଦ୍ଧା ଦେବ ମନୁ ନାମେ ଖ୍ୟାତ ହୋଇଲେ ଧରାଧାମେ ଭାଗ୍ୟବତୀ ଜାମି ଏ ଦୁଇ ଯମ ଯମୁନା ପ୍ରସବଇ ଯେ ଜାମି ବଡ଼ବା ରୂପରେ ବିଖ୍ୟାତ ହେଲେ ଅବନୀରେ ତାଠାରୁ ଅଶ୍ୱିନୀ କୁମାର ବେନି ଜନ୍ମିଲେ ନୃପବର ଛାୟାର ଶନିଶ୍ଚର ସୁତ ବୈବସ୍ୱାନର ବିର୍ଜୁ ଜାତ ଏ ଅନନ୍ତରେ ତାର ତହିଁ ସ୍ୱାବର୍ଣ୍ଣ ମନୁଜାତ ହୋଇ ପୁଣି କନ୍ୟାଏ ହେଲା ଜନ୍ମ ତାହାର ପତି ସମ୍ବରଣ ମାତୃକା ପତ୍ନୀ ଅର୍ଜ୍ୟମାର ବହୁତ ସୁତ ହେଲେ ତାର ଏ ପୁତ୍ରମାନଙ୍କ ବୁଦ୍ଧିରେ ଆତ୍ମାନୁସନ୍ଧାନ ବ୍ୟବହାରେ ଏ ସର୍ବ ମାନୁଷୀ ଜାତିର କଳ୍ପନା କଲେ ବେଦବର ପୁଷା ହୋଇବା ଅନପତ୍ୟ ପୁଣି ସେ ଅଟଇ ଅଦ୍ୟନ୍ତ ଭକ୍ଷଇ ପିଷ୍ଟ ଦ୍ରବ୍ୟମାନ କହିବା ତହିଁର କାରଣ ପୂର୍ବ କାଳରେ ଦକ୍ଷପତି କୁପତି ହେଲେ ଉମାପତି ତା ଦେଖି ପୁଷା ନିଜ ଦନ୍ତ ଦେଖାଇ ହସିଲା ବହୁତ ଏଣୁ ତା ଦନ୍ତ ଭଗ୍ନ ହୁଏ ଏବେ କହିବା ଶୁଣ ରାଏ ଉଚନା ନାମେ ଦତ୍ୟାତ୍ମଜା ତା ସେ ତୁଷ୍ଟା ପ୍ରଜାପତି ବାର୍ଯ୍ୟା ଏହାଙ୍କ ସୁତ ଶୁଣ ନୃପ ସନ୍ନିବେଶ ଯେ ବିଶ୍ୱରୂପ ଯେ ବୀର୍ଯ୍ୟବନ୍ତ ଦାନବ କୁଳର ଦୌହିତ୍ର ତଥାପି ପୁରୋହିତ ପଣେ ବରଣ କଲେ ଦେବଗଣେ ଗୁରୁଙ୍କ ଠାରୁ ଦେବଗଣ ଯେଣୁ ପାଇଲେ ଅପମାନ ସେ କଥା ସୁଜ୍ଞଜନ ହିତେ ଷଷ୍ଠ ସ୍କନ୍ଦ ଭାଗବତେ ବୋଲଇ ବିପ୍ର ଜଗନ୍ନାଥ ଦକ୍ଷଙ୍କ ସୃଷ୍ଟି ଏ ଜଗତ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ ସଂହିତାଏ 82 ଷଷ୍ଠ ସ୍କନ୍ଧେ ଦକ୍ଷ କନ୍ୟା ବଂଶ ବର୍ଣ୍ଣନେ ନାମ ଷଷ୍ଠୋଧ୍ୟାୟ।